ଦୁଇରେ ହେଲା ଆପଣ ମାନଙ୍କର ମାୟା ବିଦ୍ୟା। ଆଜ୍ଞା ଆଜ୍ଞା ସତ୍ୟ ଯୁଗରେ ମାୟା ବିଦ୍ୟା ନେଲା ଜଣେ। ଆଜ୍ଞା ସେ ଜଣକ କିଏ? ତ୍ରେତୟା ଯୁଗରେ ମାୟା ବିଦ୍ୟା ନେଲା ଜଣେ। ହଁ ହଁ ଦ୍ୱାପର ଯୁଗରେ ମାୟା ବିଦ୍ୟା ନେଲା ଜଣେ। ହଁ କଳି ଯୁଗରେ ମାୟା ବିଦ୍ୟା ନବ ଜଣେ। ଜଣେ 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 ସତ୍ୟ ଯୁଗରେ ମାୟା ବିଦ୍ୟା କିଏ ନେଲା? କିଏ ସେ ନେଲେ ଆଜ୍ଞା? କହିଲା ସତ୍ୟମୟ ଦାନବ ଯେ ମାୟା ବିଦ୍ୟା ନେଲା ଜୀବନ କହିଲା ତ୍ରେତୟାରେ ଇନ୍ଦ୍ରଜିତ ପାଶରେ ରହିଲା। ଦ୍ୱାପରରେ ଶୁମ୍ଭାସୁର ରଖିଲା ତା ପାଶ। କଳିଯୁଗେ କାମିନୀ ଯେ କାଞ୍ଚନ ଅବଶ୍ୟ। ସଜନ ବର୍ଗେ ସତ୍ୟ ଯୁଗରେ ବିଦ୍ୟାକୁ ନେଲା ମୟ ଅସୁର। ତ୍ରେତୟା ଯୁଗରେ ମାୟା ବିଦ୍ୟା ରଖିଲା ଇନ୍ଦ୍ରଜିତ। ଇନ୍ଦ୍ରଜିତ ଲକ୍ଷ୍ମଣକୁ ଶକ୍ତି ଭେଦ କଲା। ଦ୍ୱାପର ଯୁଗରେ ମାୟା ବିଦ୍ୟାକୁ ନେଲା ସମ୍ବରାସୁର। ମାୟାରେ ରତିକି ରଖିଲା। ଆଜ୍ଞା ଆଜ୍ଞା କଳି ଯୁଗରେ ମାୟା ବିଦ୍ୟା ଅଛି ଜଣଙ୍କ ପାଖରେ। ଆଜ୍ଞା ସେ ଜଣକ କିଏ ସାରେ? ସେ ମାୟା ବିଦ୍ୟାଟି କହିଲେ ଆଜ୍ଞା ମୋ ମା ମାନେ ମୋ ଉପରେ ରାଗିବେ। ନା ମୋ ସତ କଥା କହିଲେ ରାଗିବେ କାହିଁକି? କଳିରେ ମାୟା ବିଦ୍ୟା କିଏ ନେଇଛି ମା? କିଏ? ମୁଁ କହୁନି ଆଜ୍ଞା ବାୟା ବାବା ବାୟା ଗୀତାରେ ପଦେ କହିଲେ। ଆଜ୍ଞା 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 କହିଲା ମାଟି ମୋ ହସ୍ତେ ଧରାଇ ଦେଲା କାଳ ନାଗୁଣୀ। ମାଇ ପରୁ ପରେ ମୋ ଗଛ ଛେର ପକାଏ ହାଣି। ସିଏ ହଉଛି ତ ସ୍ତ୍ରୀ। ସ୍ତ୍ରୀଟି ହଉଛି କାଳ। ଭଗବାନ ଆଗରୁ ମୁଁ ଜାଣିଥାନ୍ତି ବୋଲେ ଏମିତି ବିବାହ ହେଇନଥାନ୍ତି କି ତାକୁ ପାଖକୁ ଆଣି ନଥାନ୍ତି। ଆରେ ଶୁଣ ଆଜ୍ଞା କହନ୍ତୁ। ନାରୀର ରୂପ ହେଲା ତିନିଟା। ତିନିଟା ରୂପ? ଗୋଟିଏ ମା, ମା, ଗୋଟିଏ ଭଉଣୀ ଆଉ ଗୋଟିଏ ସ୍ତ୍ରୀ। ଯଦି ସାରେ ତିନିଟା ରୂପ ହେଲା କେତେବେଳେ କେତେବେଳେ କୋଉ ରୂପ ସେ ଧରେ? ମା ରୂପରେ ସିଏ ପାଳେ, ମା ରୂପରେ ଜନ୍ମ ଦିଏ। ଭଉଣୀ ରୂପରେ ପାଳେ ଆଉ ସ୍ତ୍ରୀ ରୂପରେ କାଳ ହୋଇ କାଳୀ